ହାଏ ମୁଁ କିଟୁ। କାହାଣୀଟି ହେଉଛି କଞ୍ଚି ବୟସୀ ନବମ ଶ୍ରେଣୀ ଝିଅକୁ ସ୍କୁଲ ପାଚେରୀ ତଳେ କେହିଲି। ଏହି କାହାଣୀର ନାୟିକା ହେଉଛନ୍ତି ମିସ୍ ପୂଜା। ଯଦି ଆପଣମାନେ ସବସ୍କ୍ରାଇବ୍ କରିନାହାନ୍ତି ତେବେ ଭାଇ କାକା ଦାଦା ତାଙ୍କ ଗାଜର କରି ବାଣ୍ଡରେ ସବସ୍କ୍ରାଇବ୍ ବଟନକୁ ପିଟି ସବସ୍କ୍ରାଇବ୍ କରନ୍ତୁ। ଭଉଣୀ ମା ମାଉସୀ ତାଙ୍କ ପାତିଲା ବେଲ ପରେ ଦୁଥରେ ଚିପି ସବସ୍କ୍ରାଇବ୍ କରନ୍ତୁ ଆଉ ମୋତେ ଉତ୍ସାହିତ କରନ୍ତୁ। ଏ କାହାଣୀଟି ମୋ କଲେଜ ଲାଇଫ୍ର ସମୟର କଥା, ଯେତେବେଳେ ମୁଁ +3 ସେକେଣ୍ଡ ଇୟର ପାଠ ପଢ଼ୁଥିଲି। ଆମ ଘରରୁ କଲେଜ ବହୁତ ଦୂରରେ ଥିଲା। ପ୍ରାୟ 2-3ଟି ଗାଁ ପାର କଲେ ଯାଇ କଲେଜ ପହଞ୍ଚୁଥିଲୁ। ମୁଁ ପ୍ରତିଦିନ ସାଇକେଲରେ ଯିବା ଆସିବା କରୁଥାଏ। ପାଠପଢ଼ା ସହ ସାଙ୍ଗମାନଙ୍କ ସହ ମଜାମସ୍ତି କରୁଥାଏ। କେବେ କେବେ ଝିଅ ଦେଖିବା ପାଇଁ, ଝିଅମାନଙ୍କୁ ଲାଇନ୍ ମାରିବା ପାଇଁ କଲେଜ ବାହାନା କରି ସିନେମା ହଲ୍ ଦେଖିବାକୁ, ପାର୍କ ବୁଲିବାକୁ ଯାଇଥାଉ। ସେତେବେଳେ ପ୍ରାୟ ମୋ ବୟସ 18 କି 19। ମନରେ ଆଉ କଣ୍ଟ୍ରୋଲ ରହୁନଥାଏ। ଭାବନାରେ ଖାଲି ରୋମାନ୍ସ, ପ୍ରେମ ଆଉ ଗେହାଗେଇ ସ୍ୱପ୍ନ ଦେଖୁଥାଏ। ମନ ଖାଲି ଭାବନାରେ ବୁଡ଼ି ରହୁଥାଏ। ମନ ଉଛଳି ହୋଇ ଉଠୁଥାଏ। ଦିନକର ଘଟଣା, ମୋର କଲେଜ ଯିବାକୁ ଲେଟ୍ ହୋଇଯାଉଥାଏ। ମୋର ଇଣ୍ଟରନାଲ ଏକ୍ଜାମ ଚାଲିଥାଏ। ମୁଁ ତରବରରେ ସାଇକେଲ ଚଲାଉଥାଏ। ଗୋଟେ ଟର୍ଣ୍ଣିଂ ପଡ଼େ। ମୁଁ ଅନ୍ୟମନସ୍କ କାରଣରୁ ହଠାତ୍ ଗୋଟେ ସାଇକେଲ ସାମ୍ନାରୁ ଆସି ପିଟି ହୁଏ। ମୁଁ ତଳେ ପଡ଼ିଯାଏ। ଉଠିକି ଦେଖିଲା ବେଳକୁ ମୋ ହୋସ୍ ଉଡ଼ିଯାଏ। ମୋ ଆଖି, ମୋ ପାଟି ପୁରା ଖୋଲାକୁ ଖୋଲା ରହିଯାଇଥାଏ। ମନେ ମନେ ଭାବୁଥାଏ, କ'ଣ ଦେଖିଲା ଏ ଆଖି? ସାମ୍ନାରେ କଞ୍ଚି ବୟସୀ କାକୁଡ଼ି କଷି ହାଇସ୍କୁଲ ଝିଅ। ଫିଗର ପୁରା ଜୁହି ଚାୱଲା, ବଡି ଫିଟନେସ୍ ମୋଲାଏ ମାର୍କା, ଦୁଧ ଛୋଟ ଛୋଟ ଗୋଲାକାର ପ୍ରାୟ 28 ସାଇଜ୍ ହେବ। ଦେଖିଲା ବେଳକୁ ମୁଣ୍ଡ ଘୁରି ଯାଉଥାଏ। ସେ ଝିଅ ପାଟି କରି କୁହେ, କ'ଣ ତମକୁ ଦେଖାଯାଉନି? କ'ଣ ତମେ ଅନ୍ଧ? ଆଖିର କଣ୍ଟା ବାଡ଼ାଇଛି? ମୁଁ ତାକୁ ଦେଖୁଥିବା ଦେଖି ସେ ମୋତେ ଦେଖି ପୁଣି ଗାଳି କରିବାକୁ ଆରମ୍ଭ କଲା। ହ୍ୟାଲୋ, କ'ଣ କେବେ ଝିଅ ଦେଖିନ? ଇଡିଏଟ୍ ଛତରା। ଏତେ ସବୁ ହେଲା ପରେ ମୁଁ କଲେଜରେ ପହଞ୍ଚିଲି। ମୋ ଏକ୍ଜାମ ଷ୍ଟାର୍ଟ ହୋଇଗଲା। ମୋର ସେ ଝିଅକୁ ଦେଖିଲା ପରେ ପାଠ କିଛି ମନେ ପଡ଼ୁନଥାଏ। ଖାଲି ମୋ ମୁଣ୍ଡରେ, ଆଖିରେ ତା ଚେହେରା ମନେ ପଡ଼ୁଥାଏ। ଖାତାରେ କ'ଣ ଲେଖିବି ତା ପ୍ରତିଛବି ଆଙ୍କି ଦେଇଥାଏ। ସେଦିନ ରାତି ସାରା ତା କଥା ଭାବି ଶୋଇପାରିନି। ଶୋଇ ଶୋଇ ଭାବେ ତା ବିନା ଆଉ ରହିପାରିବିନି। ତାକୁ ଯେମିତି ହେଲେ ପଟେଇବି। କାଲିଠୁ ମିଶନ ଆରମ୍ଭ। ମୁଁ କଲେଜ ବାହାନା କରି ତା ସ୍କୁଲ ରାସ୍ତାରେ ଜଗିଲି। ତା ଗାଁ ପାଖରେ ବୁଲାବୁଲି କଲି ତାକୁ ଦେଖିବା ପାଇଁ। କିନ୍ତୁ 2-3 ଦିନ ହୋଇଗଲା ମୁଁ ତାକୁ ଦେଖିବାକୁ ହିଁ ପାଇଲି ନାହିଁ। ଚତୁର୍ଥ ଦିନ ଭାବିଲି ଆଜି ସେ ଝିଅକୁ ଯେମିତି ହେଲେ ଦେଖା କରିବି। ସ୍କୁଲର ଖାଇବା ଛୁଟି ହୋଇଥାଏ। ମୁଁ ଯାଇ ସ୍କୁଲ ପାଚେରୀରେ ଚଢ଼ି ତାକୁ ଖୋଜିବାକୁ ଲାଗିଲି। ଶେଷରେ ଗୋଟେ ସାଇଡ଼ରେ କିଛି ଝିଅଙ୍କ ସହ ଛିଡ଼ା ହୋଇ ସେ କଥାବାର୍ତ୍ତା କରୁଥିଲା ମୁଁ ଦେଖିଲି। ମୁଁ ବାସ୍ ତାକୁ ଦେଖି ରହିଥାଏ। ମନରେ ପ୍ରେମର ଲହରୀ ଖେଳି ଯାଉଥାଏ। ହଠାତ୍ ସେ ଝିଅ, ତାର ଆଖି ମୋ ଉପରେ ପଡ଼ିଲା ଆଉ ମୋ ବିଷୟରେ ତା ସାଙ୍ଗମାନଙ୍କୁ କିଛି କହିବାକୁ ଲାଗିଲା। ତା ସାଙ୍ଗମାନେ ମୋତେ ଦେଖି ହସିକି ସେମାନେ ସେଠାରୁ ଚାଲିଗଲେ। ମୁଁ କିନ୍ତୁ 4ଟା ପର୍ଯ୍ୟନ୍ତ ତା ସ୍କୁଲ ଗେଟ୍ ସାମ୍ନାରେ ତାକୁ ଜଗିଥାଏ। ସ୍କୁଲ ଛୁଟି ହୁଏ। ସେ ତା ସାଇକେଲ ଧରି ବାହାରକୁ ଆସେ ଆଉ ମୋତେ ନ ଦେଖିଲା ପରି, ନ ଚିହ୍ନିଲା ପରି ଯିବାକୁ ଲାଗେ। ଆଉ ମୁଁ ତା ପଛେ ପଛେ ଯିବାକୁ ଲାଗେ। ତା ସାଙ୍ଗ 2-3 ଜଣ ସାଙ୍ଗରେ ଥିବାରୁ ମୁଁ ତାକୁ କିଛି କହିପାରେନି। ବାସ୍ ତାକୁ ଦେଖି ରହିଥାଏ। ଏମିତି କିଛି ଦିନ ଗଲା। ଗୋଟେ ଦିନ ସେ ଏକା ସ୍କୁଲକୁ ଆସିଥାଏ। ସ୍କୁଲ ଛୁଟି ହେଲା। ସେ ଏକା ଯାଉଥିବା ଦେଖି ମୁଁ ତା ପଛେ ପଛେ ଯିବାକୁ ଲାଗିଲି ତା ପାଖକୁ। ସେ ମୋତେ ଦେଖି ସାଇକେଲ ସ୍ଲୋ କଲା ଆଉ କହିଲା, କ'ଣ ହେଲା? ମୋ ପିଛା କାହିଁ କରୁଛ? ତମେ ମରିବ ବୁଝିଲ? ମୁଁ ହସିକି କହିଲି, ମୁଁ ତୁମକୁ ନ ଦେଖିଲେ ରହିପାରୁନି। ତାପରେ ସେ କହିଲା, ତ ମୁଁ କ'ଣ କରିବି? ମୋ ପିଛା କରନି। ମୋ ବାପା ମାଇ ଜାଣିଲେ ତମକୁ ମାରିଦେବେ। ତାପରେ ମୁଁ କହିଲି, ତୁମ ପାଇଁ ମରିବାକୁ ମୁଁ ରାଜି ଅଛି। ଏ କଥା ଶୁଣି ସେ ମୁଚୁକି ହସି ଦେଇ ଚାଲିଗଲା। ମୁଁ ତା ପଛେ ପଛେ ତା ଘର ପର୍ଯ୍ୟନ୍ତ ଚାଲିଗଲି। ତାପରେ ମୁଁ ଏମିତି ତା ସ୍କୁଲ ଘର ପାଖ ଦୋକାନରେ ବସି ତାକୁ ଲାଇନ୍ ମାରେ। ମୁଁ ଦୋକାନରେ ଥିଲାବେଳେ ସେ ତା ଛାତ ଉପରକୁ ଆସି ମୋତେ ଦେଖେ ଆଉ ହସେ, ଇସାରା ଦିଏ। ଏମିତି କିଛି ଦିନ ଗଲା ପରେ ମୁଁ ଭାବିଲି ଆଉ ରହିହେବନି, ତାକୁ ପ୍ରପୋଜ କରିଦେବା। ତାପରେ ତା ପରଦିନ ମୁଁ ଗୋଟେ ଚିଠି ଲେଖିଲି ତା ପାଇଁ। ତା ପରଦିନ ମୁଁ ତାକୁ ଚିଠି ଦେଇ ମୁଁ ତାକୁ ପ୍ରପୋଜ କଲି। ସେ ଘରକୁ ଯାଇ ମୋ ଚିଠି ପଢ଼ି ତା ପରଦିନ
ମୋବାଇଲ ଇସାରା ଦେଲା ଆଉ କହିଲା, ମୁଁ ବି ତମକୁ ବହୁତ ଭଲ ପାଏ। ଆଇ ଲଭ୍ ୟୁ। ଆଉ ଗୋଟେ ଚିଠି ଦିଏ। ମୁଁ ସେଦିନ ବହୁତ ଖୁସି ଥାଏ। ମୋ ମନ ଆକାଶରେ ଉଡ଼ି ବୁଲୁଥାଏ। ତା ଚିଠି ଖୋଲିଲି ଆଉ ପଢ଼ିଲି। ସେ ତା ଚିଠିରେ ଫୋନ୍ ନମ୍ବର ଦେଇଥାଏ ଆଉ କହିଥାଏ ରାତିରେ କଲ୍ କରିବା ପାଇଁ। ମୋ ପାଖରେ ଫୋନ୍ ନଥାଏ। ଆମ ଘରେ ଗୋଟିଏ ଛୋଟିଆ କିପ୍ୟାଡ଼୍ ଫୋନ୍ ଥିଲା। ମୁଁ ରାତିରେ କଲ୍ କଲି ତାକୁ ଆଉ ତା ସହିତ ବହୁତ କଥା ହେଲି। ଏମିତି ଚିଠି ଦିଆଦୁଇ, ଚକୋଲେଟ୍ ଦିଆଦୁଇ, ଗୋଲାପ ଫୁଲ ଦିଆଦୁଇ ଚାଲିଲା ଏବଂ କଲ୍ରେ ବହୁତ ସମୟ ଧରି କଥା ମଧ୍ୟ ହେଲୁ। କେବେ କେବେ ରାତି ସାରା କଥା ହେଲୁ, ସକାଳ ପର୍ଯ୍ୟନ୍ତ ବି କଥା ହୁଏ। ବହୁତ ସାରା କଥା ହୁଏ, ରୋମାନ୍ସ, କିସ୍ ବିଷୟରେ, ସେକ୍ସ ବିଷୟରେ ବହୁତ ସବୁ କଥା ଚାଲିଲା। ଦିନେ ତାକୁ କହିଲି ଫୋନରେ, ତମକୁ କିସ୍ କରିବାକୁ ଇଚ୍ଛା ହେଉଛି, ତମକୁ ହକ୍ କରିବାକୁ ଇଚ୍ଛା ହେଉଛି, ତମକୁ ରୋମାନ୍ସ କରିବାକୁ ଇଚ୍ଛା ହେଉଛି, କ'ଣ କରିବାକୁ ଦେବନି? ହଁ, କରିବାକୁ ଦେବି। କାଲି ଆମ ସ୍କୁଲ ଖାଇବା ଛୁଟି ପରେ ପାଚେରୀ ତଳକୁ ଆସିବ। ଦେଖା କରିବା, ସେଇଠି କରିବା। ତା ପରଦିନ ମୁଁ ସିଧା ତା ସ୍କୁଲ ପାଚେରୀ ତଳକୁ ଗଲି। ଖାଇବା ଛୁଟି ହେଲା, ସେ ଆସିଲା। ପାଚେରୀ ତଳେ ସେ ଆଉ ମୁଁ ଭରପୁର ଆନନ୍ଦ କଲୁ। ତା ଓଠ ମୋ ଓଠ ପୁରା ଲଗାଲଗି ହୋଇ କିସ୍ କରି ଚାଲିଲୁ। ମୁଁ ତା ଦୁଧରେ ହାତ ଦେଲି, ଚିପି ଚାଲିଲି ତା ଛୋଟିଆ ଛୋଟିଆ ଅଠେଇଶ ସାଇଜ ଦୁଧକୁ ଚିପି ଚାଲିଲି। ସେ ମୋତେ କୁଣ୍ଢେଇକି ରହିଲା। ସେ ମୋ କୋଳରେ ବସିଲା। ମୋ କୋଳରେ ବସି ତାକୁ ପଛପଟୁ ହାତ ମାରି ତା ଦୁଧରେ ଚିପି ଚାଲିଲି, ଆଉଁସି ଚାଲିଲି, ଗାଲରେ କିସ୍ କରି ଚାଲିଲି। ସେ ବି ନିଜକୁ ସମ୍ଭାଳି ପାରୁନଥାଏ, ଆହା କରି ଚାଲିଥାଏ। ମୁଁ ଧୀରେ ଧୀରେ ତା ଚଡ଼ିକୁ ଖୋଲିବାକୁ ଲାଗିଲି। ଆମ ରୋମାନ୍ସ ଭିତରେ ମୋ ଦେହ ପୁରା ଗରମ ଫୁଟି ଯାଇଥାଏ, ତା ଦେହ ବି ପୁରା ଗରମ ବି ହେଇଥାଏ। ଆମେ ନିଜକୁ ସମ୍ଭାଳି ପାରିନଥାଏ। ମୁଁ ଧୀରେ ଧୀରେ ତା ଚଡ଼ିକୁ ଖୋଲିଲି। ତା ଚଡ଼ିକୁ ଖୋଲି ତା ବିହାରେ ଆଙ୍ଗୁଳି ମାରିବାକୁ ଲାଗିଲି। ତାର ବିହା ସିଲ୍ ଫିଟି ନଥାଏ, ବାସ୍ ସୁଲୁ ସୁଲୁ କରି ଆଙ୍ଗୁଳି ମାରି ସିଲ୍କୁ ଫିଟେଇଲି ଆଉ ମୋ ଭାଣ୍ଡକୁ ସେଇଠି ପୁରାଇଲି। ଧୀରେ ଧୀରେ କରି ମାରିଲି। ସେ ଖାଲି ପାଟି କରି ବୋଲୁଥାଏ ଓ ଆହା କରି କରି ଚାଲିଥାଏ। ମୁଁ ମାରି ଚାଲିଥାଏ। ଏମିତି 2-3 ଥର ମାରି ଚାଲିଛି। ନାନା କରୁଛି ବସେଇକି, କୋଳରେ ବସେଇକି କରୁଛି। ଠିକ୍ ଘଣ୍ଟା ବାଜିଗଲା। ସ୍କୁଲ ଘଣ୍ଟା ବାଜିଗଲା। ଖାଇବା ଛୁଟି ସରିଗଲା। ଆମ କାହାଣୀ ଏଇଠୁ ରହିଲା। ଏହାର ପାର୍ଟ 2 ଆସିବ। ପାର୍ଟ 2ରେ କେତେ ଟୁଇଷ୍ଟ ଆସିବ, ତାଙ୍କ ଲଭ୍ ଷ୍ଟୋରି କେତେ ଦୂର ଆଗେଇବ, ଆଉ ସେ ନବବର୍ଷିଣୀ ଝିଅ କେତେ ଘାଣା ଖାଇବ, ସବୁ ଜାଣିପାରିବେ। ଯଦି ଆପଣଙ୍କୁ ଏ କାହାଣୀଟି ଭଲ ଲାଗିଲା ଆଉ ପାର୍ଟ 2 ଦେଖିବାକୁ ଚାହୁଁଛନ୍ତି, ତେବେ ସବସ୍କ୍ରାଇବ୍ କରନ୍ତୁ, ମୋତେ ଉତ୍ସାହିତ କରନ୍ତୁ।